ସମସ୍ତଙ୍କୁ ମୋର ନମସ୍କାର। ତ ଆଜି ଆମେ କଥା ହବା ଯୀଶୁଙ୍କର ଯୌନତା ବିଷୟରେ। ଯୀଶୁ କଣ ଥିଲେ? ଯେ ଯୀଶୁ ମେରୀ ମ୍ୟାଗଡାଲିନ୍ ସହ ବିବାହିତ ଥିଲେ। ଯୀଶୁ ମେରୀ ମ୍ୟାଗଡାଲିନ୍ ସହ ବିବାହିତ ଥିଲେ ଏବଂ ତାଙ୍କ ସହ ଜଣେ କନ୍ୟା ସନ୍ତାନ ପ୍ରାପ୍ତ କରିଥିଲେ। କିଛି ଯୋଜନା ଏହିପରି ମଧ୍ୟ ରହିଛି ଯେ ଯୀଶୁ ସମଲିଙ୍ଗୀ ଥିଲେ ଏବଂ ଯେ ଯୀଶୁଙ୍କୁ ଭଲ ପାଉଥିଲା ସେହି ଶିଷ୍ୟଙ୍କ ସହ ସେ ରୋମାଣ୍ଟିକ ସମ୍ପର୍କ ମଧ୍ୟ ରଖିଥିଲେ। ଓକେ, ନା ଯିଏ ଯୀଶୁ ଥିଲେ ସିଏ ବି ସେକ୍ସ ପ୍ରାକ୍ଟିସ କରୁଥିଲେ। ଯେ ଯୀଶୁ ଥିଲେ ତାଙ୍କର ଜଣେ କନ୍ୟା ସନ୍ତାନ ଥିଲେ ଆଉ ଯାହାକୁ ସେ ବାହା ହେଇଥିଲେ ତାଙ୍କ ନାଁ ହେଲା ମେରୀ ମ୍ୟାଗଡାଲେନା। ଏମାନେ ଏତେ ଚୋର ତାଙ୍କର ତାପରେ ଆସିବା କାହିଁ ଏବେଠୁ କହିଦେଲେ ପୁଣି ଚିଡ଼ି ଯିବେ ସେମାନେ। ମାନେ ଯୀଶୁ ଆଉ ଜନ୍ ସେମ୍ ସେକ୍ସ ପ୍ରାକ୍ଟିସ କରୁଥିଲେ। ସମଲିଙ୍ଗୀ ମାନେ ଯୋଉମାନେ ପୁଅ ପୁଅ ଝିଅ ଝିଅ ଯୋଉ କ୍ରସ୍ ବ୍ରିଡ୍ କରନ୍ତି ସେଟା ହେଲା। ତପି ମିଶ୍ର ଏପରି ଖ୍ରୀଷ୍ଟିଆନ ମାନଙ୍କ ବିରୁଦ୍ଧରେ, ବାଇବଲ ବିରୁଦ୍ଧରେ ଓ ଯୀଶୁଙ୍କ ବିରୁଦ୍ଧରେ ନିନ୍ଦାର କଥା କହିବାର ମୁଖ୍ୟ ଉଦ୍ଦେଶ୍ୟ କ'ଣ ରହିଛି? କାରଣ ତପି ମିଶ୍ର ସେ ଦେଖୁଛନ୍ତି ଯେ ଲୋକମାନେ ପ୍ରାୟ ଜଗତର ସମସ୍ତ ଦେଶର ଲୋକମାନେ ଜାଣିସାରିଲେ ଯେ ଯୀଶୁ ଖ୍ରୀଷ୍ଟ ହିଁ ଏକ ଈଶ୍ୱରଙ୍କ ପୁତ୍ର। ଆଉ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ଲୋକ ବା ଯୀଶୁ ଖ୍ରୀଷ୍ଟଙ୍କଠାରେ ଯେଉଁମାନେ ବିଶ୍ୱାସ କରନ୍ତି ସେମାନଙ୍କଠାରେ ଅନନ୍ତ ଜୀବନ ଅଛି ଆଉ ସେମାନେ ଅନନ୍ତ ରାଜ୍ୟର ଅଧିକାରୀ ହେବେ। ଆଉ ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଛନ୍ତି ସେମାନଙ୍କର ଜୀବନରେ କିପରି ପରିବର୍ତ୍ତନ ଆସିଛି, ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କର ପରିବର୍ତ୍ତନ ବିଷୟ ଦେଖି ତାର ଆଖି ଜଳୁଛି। ଏଥିପାଇଁ ସେ ବାଇବଲ ବାହାରେ ସବୁବେଳେ ଯୀଶୁ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ନିନ୍ଦାର କଥା କହୁଛି। ଆଜି ଆମେ ସେ ବିଷୟରେ କିଛିଟା ଆଲୋଚନା କରିବାକୁ ଯିବା, କିନ୍ତୁ ମୁଁ ତପି ମିଶ୍ର ପରି କୌଣସି ଗୋଟେ କାଗଜ ଧରିକିରି କାହାର ବିରୁଦ୍ଧରେ କଥା କହିବାକୁ ମୁଁ ଏଠାରେ ବସିନି। ତପି ମିଶ୍ର ପରି ଛୋଟମୋଟ କାଗଜରେ ନିଜେ ଲେଖିକିରି ଏମିତି ଲେଖାଇଛି ସେମିତି ଲେଖାଇଛି ବୋଲି ଯେମିତି କହୁଛି ମୁଁ ସେମିତି କହିବିନି। ମାତ୍ର ଯେଉଁ ପବିତ୍ର ବାକ୍ୟ ପବିତ୍ର ବାଇବଲ ବୋଲି ଲେଖାଇଛି ଏ ପବିତ୍ର ବାଇବଲରୁ ମୁଁ ଈଶ୍ୱରଙ୍କ ବାକ୍ୟରୁ ସତ୍ୟ ବାକ୍ୟରୁ ତପି ମିଶ୍ରଙ୍କୁ ଜବାବ ଦେବା ପାଇଁ ବା ତପି ମିଶ୍ର କାହିଁକି ସବୁବେଳେ ନିନ୍ଦାର କଥା କହୁଛି ସେ ସବୁ ବିଷୟ ମୁଁ ଆଜି ଖୋଲିଦେବି। କାରଣ ଯେତେବେଳେ ଆମେ ବାଇବଲରେ ଦେଖିବା ଏପରି ଲେଖାଇଛି 1 ପିତର ପୁସ୍ତକ ତାର 4 ଅଧ୍ୟାୟ 3-4, ଯେଣୁ ବିଜାତିମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରି ତୁମ୍ଭେମାନେ ଯେତେ କାଳ କାମୁକତା, କୁଅଭିଳାଷ, ମଦ୍ୟପାନ, ରଙ୍ଗରସ, ମତ୍ତତା ଓ ଘୃଣ୍ୟ ପ୍ରତିମା ପୂଜା କରୁଥିଲ ତାହା ଯଥେଷ୍ଟ। ଏଠାରେ ଲେଖାଇଛି ବିଜାତିମାନଙ୍କର ଇଚ୍ଛା ଅନୁସାରେ। ବିଜାତିର ଅର୍ଥ ହେଉଛି ଯେଉଁମାନେ ଈଶ୍ୱରଙ୍କୁ ଜାଣିନାହାନ୍ତି, ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିନାହାନ୍ତି, ସେମାନଙ୍କୁ ବାଇବଲ ଭାଷାରେ ବିଜାତି ବୋଲି କୁହାଯାଏ। ଅବିଶ୍ୱାସୀମାନଙ୍କୁ, ଯେଉଁମାନେ ଖ୍ରୀଷ୍ଟଙ୍କୁ ପାଇନାହାନ୍ତି ସେମାନଙ୍କୁ ବା ବିଜାତି ବୋଲି କୁହାଯାଏ। ଲେଖାଇଛି ବିଜାତିମାନଙ୍କର ଇଚ୍ଛା ଅନୁସାରେ ଯେତିକି ଦିନ ଜୀବନଯାପନ କରିଥିଲ, କୁଅଭିଳାଷ, କାମୁକତା, କୁଅଭିଳାଷ, ମଦ୍ୟପାନ, ରଙ୍ଗରସ, ମତ୍ତତା ଓ ଘୃଣ୍ୟ ପ୍ରତିମା ପୂଜା କରୁଥିଲ ତାହା ଯଥେଷ୍ଟ। ମାନେ ଯେତିକି ଦିନ ପର୍ଯ୍ୟନ୍ତ ବିଜାତିମାନଙ୍କ ଇଚ୍ଛା ଅନୁସାରେ ପ୍ରତିମା ପୂଜା କରିଥିଲ, ଆଉ ମଦ ପିଇଥିଲ, ଆଉ ଗୁଟକା ପୁଡ଼ିଆ ଖାଇଥିଲ, ଆହୁରି ବ୍ୟଭିଚାର କଲ, ମାନେ ଅଶୁଚି କର୍ମ ଗୁଡ଼ାକ କରିଥିଲ ସେମାନଙ୍କର ଇଚ୍ଛା ଅନୁସାରେ, ସେମାନେ ତମକୁ ସେମାନଙ୍କର ଅଧୀନରେ ରଖି ମାନେ ବଳତ୍କାର ଭାବରେ ତୁମମାନଙ୍କୁ ବ୍ୟବହାର କରିଥିଲେ, ମାନେ ତୁମମାନଙ୍କ ପ୍ରତି ଯେଉଁ ଅତ୍ୟାଚାର କରିକିରି ତମକୁ ଏ ପ୍ରକାର ଅଶୁଚି କର୍ମରେ ଲିପ୍ତ ହେବା ପାଇଁ ବାଧ୍ୟ କରାଇଲେ, ଯେତିକି ଦିନ ତମେ ସେମାନଙ୍କ ଅଧୀନରେ ରହି ସେମାନଙ୍କର ଅତ୍ୟାଚାରରେ ତମେ ଯେଉଁ ଅଶୁଚି କର୍ମ କଲ ତାହା ଯଥେଷ୍ଟ, ଆଉ କରନି ବୋଲି ଲେଖାଇଛି। ଆଉ ଲେଖାଇଛି 4ରେ, ଏ ପ୍ରକାର ଉଚ୍ଛୃଙ୍ଖଳ ପନ୍ଥାରେ ତୁମ୍ଭେମାନେ ଯେ
ସେମାନଙ୍କ ସହିତ ଧାବମାନ ହେଉନାହଁ, ଏହା ସେମାନେ ଆଶ୍ଚର୍ଯ୍ୟମଣି ତୁମ୍ଭମାନଙ୍କର ନିନ୍ଦା କରନ୍ତି। ମାନେ ଯେଉଁ ପ୍ରକାର ବିଜାତିମାନେ ଯେଉଁମାନେ କି ଯୀଶୁ ଖ୍ରୀଷ୍ଟଙ୍କର ଶିକ୍ଷା ପାଇନାହାନ୍ତି ବା ଯୀଶୁ ଖ୍ରୀଷ୍ଟଙ୍କୁ ନିଜର ତ୍ରାଣକର୍ତ୍ତା ହିସାବରେ ଗ୍ରହଣ କରିନାହାନ୍ତି, ସେମାନଙ୍କର କାର୍ଯ୍ୟକଳାପ ଆମେ ଦେଖିବାକୁ ପାଉଛୁ ଯେ ଏମାନେ ଯେତେବେଳେ ଖ୍ରୀଷ୍ଟିଆନ ହେଲେ, ଯେତେବେଳେ ଯୀଶୁ ଖ୍ରୀଷ୍ଟଙ୍କୁ ଏମାନେ ଗ୍ରହଣ କଲେ, ସେହି ଦିନଠାରୁ ଏମାନଙ୍କର ସମସ୍ତ ଚାଲିଚଳନ, କଥାବାର୍ତ୍ତା, ପିନ୍ଧିବାର, ଖାଇବାର, ଏମାନଙ୍କର ଘର ଦ୍ୱାର ସବୁ ପରିବର୍ତ୍ତନ ହୋଇଯାଇଛି, ପବିତ୍ର ହୋଇଯାଇଛି। ଏମାନଙ୍କର ସମସ୍ତ ବିଷୟ ଦେଖିଲେ ସତ୍ୟତା, ପବିତ୍ରତା, ବାସ୍ତବ ବିଷୟ ରହିଛି ବୋଲି ସେମାନେ ଆଶ୍ଚର୍ଯ୍ୟ ଲାଗନ୍ତି। ଏ ତପି ମିଶ୍ରର ଦଳର ଲୋକମାନେ, ତପି ମିଶ୍ର ଏସବୁ ଖ୍ରୀଷ୍ଟିଆନ ମାନଙ୍କର ସମସ୍ତ ପରିବର୍ତ୍ତନକୁ ଦେଖି ସେ କ'ଣ କରୁଛି ନା, ଏ ପ୍ରକାର ଗୋଟିଏ ବାୟା କୁକୁର ପରି କେତେବେଳେ ଏପଟେ କହୁଛି, କେତେବେଳେ ସେପଟେ କହୁଛି। ତାହା ପୁଣି ଗୋଟେ ଛୋଟ କାଗଜରେ ଲେଖିକିରି, ନିଜେ ମନଗଢ଼ା କାହାଣୀ ଲେଖିକିରି ସେ ଲୋକମାନଙ୍କୁ ବୋକା ବନାଇବା ପାଇଁ ଚେଷ୍ଟା କରୁଛି। କିନ୍ତୁ କୌଣସି ଖ୍ରୀଷ୍ଟ ବିଶ୍ୱାସୀ ମାନେ ତାର ଜାଲରେ ପଡ଼ିବେ ନାହିଁ। ଯେଉଁମାନେ ତପି ପରି ହିନ୍ଦୁ ଧର୍ମରେ ଅଛନ୍ତି ସେମାନେ ପଡ଼ିପାରନ୍ତି, ସେମାନଙ୍କୁ ସେ ଠକି ପାରିବ, ସେମାନଙ୍କୁ ସେ ଏ ପ୍ରକାର ଭ୍ରାନ୍ତ ଶିକ୍ଷା ଦେଇ ତପିର ଜାଲରେ ସେ ଧରିପାରିବ, କିନ୍ତୁ ଆମ ପରି ଖ୍ରୀଷ୍ଟିଆନ ଲୋକମାନଙ୍କୁ ସେ କେବେଲେ ଧରିପାରିବ ନାହିଁ। ଆଉ ଯିବା ଗୋଟିଏ ପୁସ୍ତକରେ, ଦ୍ୱିତୀୟ ଜହନ ଅର୍ଥାତ୍ ଜହନଙ୍କର ଦ୍ୱିତୀୟ ପତ୍ରରେ ଏପରି ଲେଖା ହେଇଛି ତାର 7 ପଦରେ, କାରଣ ଯେଉଁମାନେ ଯୀଶୁ ଖ୍ରୀଷ୍ଟ ଦେହବନ୍ତ ହୋଇ ଅବତୀର୍ଣ୍ଣ ହୋଇଅଛନ୍ତି ବୋଲି ଅସ୍ୱୀକାର କରନ୍ତି, ଏପରି ଅନେକ ପ୍ରବଞ୍ଚକ ଜଗତରେ ବାହାରି ଆସିଅଛନ୍ତି। ଏହି ପ୍ରକାର ଲୋକ ସେହି ପ୍ରବଞ୍ଚକ ଓ ଖ୍ରୀଷ୍ଟାରୀ। ଏଠାରେ ଲେଖା ହେଇଛି, କାରଣ ଯେଉଁମାନେ ଯୀଶୁ ଖ୍ରୀଷ୍ଟ ଦେହବନ୍ତ ହୋଇ ଅବତୀର୍ଣ୍ଣ ହୋଇଅଛନ୍ତି ବୋଲି ଅସ୍ୱୀକାର କରନ୍ତି, ମାନେ ସେମାନେ ବିଶ୍ୱାସ କରନ୍ତି ନାହିଁ ଯେ ଯୀଶୁ ଖ୍ରୀଷ୍ଟ ଦେହବନ୍ତ ହେଲେ, ସେ ବାକ୍ୟ ଥିଲେ, କିନ୍ତୁ ବର୍ତ୍ତମାନ ସେ ଶରୀର ଧାରଣ କରି ପୃଥିବୀକୁ ଆସିଲେ ମାନବ ଜାତିର ପରିତ୍ରାଣ ନିମନ୍ତେ ବୋଲି ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ, ସେମାନେ ଖ୍ରୀଷ୍ଟାରୀ ଆଉ ସେମାନେ ପ୍ରବଞ୍ଚକ ବୋଲି ବାଇବଲ କହୁଛି। ଆଉ ଅନେକ ସମୟରେ ତପି ମିଶ୍ର ସେ କହୁଛି ଯେ ଯୀଶୁ ଖ୍ରୀଷ୍ଟ 3ଟା କଣ୍ଟାରେ ମରିଗଲେ ସେ କେବେ ହେଲେ ଈଶ୍ୱର ହେଇପାରିବ କି, ସେ ପରିତ୍ରାଣକର୍ତ୍ତା ହେଇପାରିବ କି? ନିଜକୁ ତ ସେ ରକ୍ଷା କରିପାରିଲା ନାହିଁ, ଜଗତକୁ କ'ଣ ସେ ରକ୍ଷା କରିବ ବୋଲି ସେ କହୁଛି। ତାହା ମାନେ ବାଇବଲ ଲେଖା ଅନୁସାରେ ଆଉ ଯାହା ଲେଖା ହେଇଛି ତଦ ଅନୁସାରେ ଦେଖିବାକୁ ଗଲେ ତପି ମିଶ୍ର ସେ ଜଣେ ଖ୍ରୀଷ୍ଟାରୀ, ସେ ଜଣେ ପ୍ରବଞ୍ଚକ। କାରଣ ଲେଖା ହେଇଛି ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତି ନାହିଁ ସେମାନେ ଖ୍ରୀଷ୍ଟାରୀ ଆଉ ପ୍ରବଞ୍ଚକ ବୋଲି ଲେଖା ହେଇଛି। ଆଉ ଦେଖିବା ଆମେ ଜହନଙ୍କର 3ୟ ପତ୍ରରେ ତାର 10ରେ ଏପରି ଲେଖା ହେଇଛି, ଆମେ ପଢ଼ିବା। ସେ ଆମ୍ଭମାନଙ୍କ ବିରୁଦ୍ଧରେ ମନ୍ଦ କଥା କହି ଆମ୍ଭମାନଙ୍କର ନିନ୍ଦା କରେ। ମାନେ କିଏ? ଏ ପ୍ରତାରକ ମାନେ, ଏ ପ୍ରବଞ୍ଚକ ମାନେ ଆମ୍ଭମାନଙ୍କ ବିରୁଦ୍ଧରେ ମନ୍ଦ କଥା କହି ଆମ୍ଭମାନଙ୍କ ନିନ୍ଦା କରେ, ପୁଣି ସେଥିରେ ତୃପ୍ତ ନ ହୋଇ ନିଜେ ଭାଇମାନଙ୍କର ଆତିଥ୍ୟ କରେ ନାହିଁ। ମାନେ ଯେତିକି ତ ଖ୍ରୀଷ୍ଟିଆନ ଲୋକମାନଙ୍କୁ ତପି ମିଶ୍ର ନିନ୍ଦା କରୁଛି, ବିରୁଦ୍ଧ କରୁଛି, ସେଥିରେ ପୁଣି ସେ ତୃପ୍ତ ନ ହୋଇ କ'ଣ କରୁଛି? ନିଜର ଭାଇମାନଙ୍କୁ ମଧ୍ୟ ସେ ଆତିଥ୍ୟ କରେ ନାହିଁ ବୋଲି ଲେଖା ହେଇଛି। ମାନେ ଯେଉଁମାନେ କି ବର୍ତ୍ତମାନ ସୁଦ୍ଧା ହିନ୍ଦୁ ଧର୍ମରେ ଅଛନ୍ତି ସେମାନଙ୍କୁ ମଧ୍ୟ ସେ ଆତିଥ୍ୟ କରେ ନାହିଁ। ମାନେ ସେ ତପି ବ୍ରାହ୍ମଣ ଲୋକ, ଏଥିପାଇଁ କୌଣସି ହିନ୍ଦୁ ଧର୍ମରେ ଥିବା ଆଦିବାସୀ ଲୋକମାନଙ୍କୁ ତପିର ଘର ପଶିବାକୁ ଦେବ ନାହିଁ, କି ଆଦିବାସୀମାନେ ଯାହା ରାନ୍ଧିବେ ତାହା ତପି ଖାଇବ ନାହିଁ, କି ସେମାନଙ୍କ ସହିତ କୌଣସି ସମ୍ପର୍କ ରଖିବ ନାହିଁ, ସେମାନଙ୍କୁ ଆଉ ଭାଇ ବୋଲି ଆଉ ସେ ମାନ୍ୟତା ଦେବ ନାହିଁ। ନିଜର ଭାଇମାନେ, ନିଜର ଧର୍ମର ଲୋକମାନେ ବୋଲି ସେ ଆଦିବାସୀମାନଙ୍କୁ କେବେଲେ ପ୍ରେମ କରିବ ନାହିଁ। ଏ ବିଷୟରେ ଲେଖା ହେଇଛି ଯେ ଭାଇମାନଙ୍କର ଆତିଥ୍ୟ କରେ ନାହିଁ। ଯେତିକି ତ ଖ୍ରୀଷ୍ଟିଆନମାନଙ୍କୁ ଘୃଣା କରୁଛି ଆଉ ହିନ୍ଦୁ ଲୋକମାନଙ୍କୁ ମଧ୍ୟ ସେ ଆତିଥ୍ୟ କରେ ନାହିଁ। ପୁଣି ଅନ୍ୟମାନେ ତାହା କରିବାକୁ ଇଚ୍ଛା କଲେ
ସେମାନଙ୍କୁ ମନା କରେ। ମାନେ ଅନ୍ୟମାନେ ତାହା କରିବାକୁ କଲେ ସେ ତାହା ମନା କରେ। ଅର୍ଥ କ'ଣ? ଆଉ ତପି ମିଶ୍ର ତ ନିଜେ ଆଦିବାସୀ ହିନ୍ଦୁ ଲୋକମାନଙ୍କୁ ଗ୍ରହଣ କରୁନି, ସେମାନଙ୍କୁ ଆତିଥ୍ୟ କରୁନି, ନିଜର ଗୃହରେ ପ୍ରବେଶ କରିବାକୁ ଦେଉନି। ଅନ୍ୟ ଲୋକମାନେ ଯଦି ସେମାନଙ୍କୁ ଗ୍ରହଣ କରିବାକୁ ଇଚ୍ଛା କଲେ, ମାନେ ଆଦିବାସୀ ଲୋକମାନଙ୍କୁ ଏଇଟା ଆମର ହିନ୍ଦୁ ଧର୍ମର ଲୋକ ବୋଲି ଯେ କେହି ଯଦି ଗ୍ରହଣ କରିବ, ଅନ୍ୟ ବ୍ରାହ୍ମଣ ଲୋକମାନେ, ସେ ମନା କରୁଛି ସେମିତି ତମେ ଘର ଭିତରକୁ ସେମାନଙ୍କୁ ନିଅ ନାହିଁ, ସେମାନଙ୍କୁ ଘର ଭିତରକୁ ୱେଲକମ୍ କର ନାହିଁ ବା ସେମାନଙ୍କୁ ଗ୍ରହଣ କର ନାହିଁ ବୋଲି ସେ ମନା କରୁଛି ବୋଲି ଲେଖା ହେଇଛି। ଆଉ ମଣ୍ଡଳୀରୁ ସେମାନଙ୍କୁ ଉଚ୍ଛିନ୍ନ କରେ। ଖ୍ରୀଷ୍ଟିଆନମାନଙ୍କୁ ମଣ୍ଡଳୀରୁ ଉଚ୍ଛିନ୍ନ କରିବା ପାଇଁ ସେ ଚେଷ୍ଟା କରୁଅଛି। କିଏ? ତପି ମିଶ୍ର। ବାଇବଲରେ ସ୍ପଷ୍ଟ ଲେଖା ହେଇଛି ତପି ମିଶ୍ରଙ୍କ ଭଳି ଭଣ୍ଡ ଆଉ ଖ୍ରୀଷ୍ଟାରୀ ଲୋକମାନଙ୍କ ବିଷୟରେ। ଆଉ ଦେଖିବା ଯହୁଦା ପୁସ୍ତକ ତାର 18 ଆଉ 19। ସେମାନେ କିପରି ତୁମ୍ଭମାନଙ୍କୁ କହୁଥିଲେ, ଶେଷ କାଳରେ ଆପଣା ଆପଣା ଅଭିଳାଷାନୁସାରେ ଚାଳିତ ପରିହାସକ ଲୋକେ ଉପସ୍ଥିତ ହେବେ। ମାନେ ଯୀଶୁଙ୍କର ଶିଷ୍ୟମାନେ ବା ପ୍ରଚାରକମାନେ ସେମାନେ ଭାବବାଣୀ କହିଥିଲେ ଯେ ଶେଷ କାଳରେ ଏପରି ସମୟ ଆସିବ। କିପରି ସମୟ ଆସିବ? ଆପଣା ଆପଣା ଅଭିଳାଷାନୁସାରେ ଚାଳିତ ପରିହାସକ ଲୋକେ ଉପସ୍ଥିତ ହେବେ। ଏବେ ଆମେ ଦେଖିବାକୁ ପାଉଛୁ ଆପଣା ଆପଣା ଅଭିଳାଷାନୁସାରେ ଯେଉଁମାନେ ଆଚରଣ କରନ୍ତି, ତପି ମିଶ୍ର ଭଳି ଲୋକଙ୍କୁ ଆମେ ଦେଖିବାକୁ ପାଉଛୁ। ଆଉ ପରିହାସକ ଲୋକେ ଉପସ୍ଥିତ ହେବେ। ଆମେ ଦେଖିବାକୁ ପାଉଛୁ ସବୁ ହିନ୍ଦୁ ସମାଜରେ ଥିବା ଆମର ଆଦିବାସୀ ଲୋକମାନଙ୍କଠୁ ନେଇକିରି ଖ୍ରୀଷ୍ଟିଆନ ଲୋକମାନଙ୍କୁ ପର୍ଯ୍ୟନ୍ତ ସେ କିପରି ପରିହାସ କରୁଛି। ଗତ ଭିଡ଼ିଓରେ ତପିଙ୍କ ଭିଡ଼ିଓରେ ଆପଣମାନେ ଦେଖିଥିବେ ଯେ ଖ୍ରୀଷ୍ଟିଆନ ଲୋକମାନେ ଘୁଷୁରୀର ତେଲ ବା ତାର ଚର୍ବି ଆଉ ଗାଈର ଚର୍ବି ସେମାନେ ଖାଆନ୍ତି ବୋଲି ସେ କହିଲା। ମାନେ ଏମିତି ଲୋକମାନଙ୍କୁ ଖୁଆଇକି ସେମାନଙ୍କୁ ଗୋଟେ ଯେଉଁଟାକି ନିଶା ଦ୍ରବ୍ୟ ଗୁଡ଼ାକ ତାହିଁରେ ମିଶାଇକିରି ଦିଅନ୍ତି ବୋଲି ସେ କହିଲା। ଆରେ ସେ ଜଣେ ବ୍ରାହ୍ମଣ ଲୋକ କେମିତି ସେ ଗାଈର ଚର୍ବି ବିଷୟରେ କହିପାରିଲା? ସମସ୍ତ ହିନ୍ଦୁ ଭାଇମାନଙ୍କୁ ମୁଁ କହୁଛି, ସେ ଦେଖ ତାର କଥାଭାଷାରେ ତାର ଯେଉଁ ଡ୍ରେସ୍ ଦେଖିଲେ, ତାର ଯେଉଁ ପିନ୍ଧିବା, ତାର ଯେଉଁ ଷ୍ଟାଇଲ୍, ତାର ମୁଣ୍ଡର ଷ୍ଟାଇଲ୍ ଆପଣମାନେ ଦେଖିକିରି କ'ଣ ଜାଣିପାରୁନାହାନ୍ତି କି ସେ ଜଣେ ଭଣ୍ଡ ଲୋକ? ସେ ଜଣେ ଗାଲୁଆମୀ ଲୋକଟା। ଆପଣମାନେ କ'ଣ ବୁଝିପାରୁନାହାନ୍ତି କି? ସେ ଠିକ୍ ଲୋକ ନୁହେଁ। ସେ ଯେଉଁ ହିନ୍ଦୁ ଧର୍ମ ବୋଲି ସବୁବେଳେ କହୁଛି, ଦେଖ ତାର କଥାଭାଷା, ତାର ଢାଞ୍ଚା କେମିତି ରହିଛି। ଏତିକିରେ ବୁଝିଯାଅ ମୋର ହିନ୍ଦୁ ଭାଇମାନେ, ଆପଣମାନଙ୍କୁ ମୁଁ ହାତ ଯୋଡ଼ୁଛି। ଆପଣମାନେ ଯାହା ବି ଗୀତା ପୁରାଣ କି ଯାହା କିଛି ବେଦ ଯାହା ପାଠ କରିବ, ବିଶ୍ୱାସ କର। ଲିଖିତ ବାକ୍ୟ ଅନୁସାରେ ପାଳନ କର। ହିନ୍ଦୁ ଧର୍ମକୁ ସମ୍ପୂର୍ଣ୍ଣ ଭାବରେ ବିଶ୍ୱାସ କରି ତାହା ପାଳନ କର। ଯାହା ଲେଖା ହେଇଛି ତାହା ମାନ। କିନ୍ତୁ ତପି ମିଶ୍ରର ଜାଲରେ କେବେଲେ ପଡ଼ିବ ନାହିଁ, ନହେଲେ ତପି ସହିତ ନର୍କକୁ ଯିବ। କାରଣ ତପି ମିଶ୍ର ଜାଣିଛି ଯେ ମୁଁ ନର୍କକୁ ଯିବି। ଏଥିପାଇଁ ସେ କ'ଣ କରୁଛି, ମୁଁ ସହିତ କେତେକ ଲୋକଙ୍କୁ ସାଙ୍ଗରେ ନେଇଯିବି। ଯେମିତିକି ଶୟତାନ କ'ଣ କଲା, ସେ ଯେତେବେଳେ ଈଶ୍ୱରଙ୍କ ଠାରୁ ତାର ନିଜର ଅହଙ୍କାର ପାଇଁ ସେ ବିଚ୍ଛିନ୍ନ ହେଲେ, ସେହି ଦିନ ଠାରୁ ଲୋକମାନଙ୍କୁ ସେ ପ୍ରବଞ୍ଚନାରେ, ତାର ପ୍ରବଞ୍ଚନା ବାକ୍ୟରେ ଲୋକମାନଙ୍କୁ କ'ଣ କରୁଛି, ସେ ମିଛ କଥା କହିକିରି ସେ ଈଶ୍ୱରଙ୍କ ଠାରୁ ଦୂରକୁ ନେଇଯିବା ପାଇଁ ସେ ଚେଷ୍ଟା କରୁଅଛି। ଏଦନ ଉଦ୍ୟାନରେ ସର୍ପ କ'ଣ କହିଲା? ମିଛ କହିଲା। ମାନେ ସେ ସର୍ପ, ସେ ଶୟତାନ ଜାଣିଲା ଯେ ମୁଁ ନର୍କକୁ ପଡ଼ିବି, ମୋର ଶେଷ ବିଚାରରେ ପରମେଶ୍ୱର ମୋତେ ନର୍କରେ ପକାଇବେ, ଅନନ୍ତ ଅଗ୍ନିକୁଣ୍ଡରେ ମୋତେ ପକାଇବେ। ଏହା ଜାଣିକି କ'ଣ କଲେ, ତା ସହିତ ଆଉ କେତେକ ଲୋକମାନଙ୍କୁ ନର୍କକୁ ଯିବା ପାଇଁ ନେଇଯିବା ପାଇଁ ଚେଷ୍ଟା କରି ସେ ହବାଙ୍କୁ କ'ଣ କଲେ, ମିଛ କହିଲେ। ଯାହାକି ପରମେଶ୍ୱର ମନା କରିଥିଲେ ଫଳ ଖାଇବା ପାଇଁ, ସେ ଫଳ ଖାଇବା ପାଇଁ ସେ ବାଧ୍ୟ କଲେ। ସେହିପରି ତପି ମିଶ୍ର ମଧ୍ୟ ବର୍ତ୍ତମାନ ସେ ମିଛ କଥା କହି ଅନ୍ୟ ଲୋକମାନଙ୍କୁ ମଧ୍ୟ ନିଜ ସଙ୍ଗରେ ନର୍କକୁ ନେବା ପାଇଁ ସେ ଚେଷ୍ଟା କରୁଅଛି। ଆଉ ଆମେ ଦେଖିବା ମାଥ୍ୟୁ ପୁସ୍ତକ ଯେତେବେଳେ 24 ଅଧ୍ୟାୟ 5ରେ ଦେଖିବା, ସେଠାରେ ବି ଲେଖା ହେଇଛି, ଅନେକେ ମୋ ନାମରେ ଆସି ମୁଁ ଖ୍ରୀଷ୍ଟ ବୋଲି କହିବେ,
କିନ୍ତୁ ବିଶ୍ୱାସ କର ନାହିଁ ବୋଲି ଲେଖା ହେଇଛି। ଦେଖ ସେଦିନ ତପି ମିଶ୍ର କ'ଣ କହିଲା? ମୋ ଯୀଶୁ ବୋଲି କହିଲା। ମୋ ଯୀଶୁ ମୋ ଖ୍ରୀଷ୍ଟ ବୋଲି ତପି ମିଶ୍ର କହିବାଟା ଆପଣମାନେ ଦେଖିଲେ ସମସ୍ତେ। ଏଥିରେ ଆମେ ଜାଣିପାରୁଛୁ ଯେ ତପି ମିଶ୍ର ସେ ଜଣେ ଭଣ୍ଡ ଲୋକ, ଆଉ ସେ ଜଣେ ଖ୍ରୀଷ୍ଟାରୀ, ଖ୍ରୀଷ୍ଟ ବିରୋଧୀ। ସେ ଶୟତାନ ନୁହେଁ। ତପି ମିଶ୍ର ଶୟତାନ ନୁହନ୍ତି, କିନ୍ତୁ ଶୟତାନର ଚେଲା। ଶୟତାନର ଚେଲା ବୋଲି କହିଲେ କ'ଣ? ତାର ଶିଷ୍ୟ ଶୟତାନର। ସେ ବର୍ତ୍ତମାନ କାମ କରୁଛି, ଶେଷରେ ଶୟତାନ ଆସିବ, କିନ୍ତୁ ସେ ଯୀଶୁଙ୍କ ସହିତ ଯୁଦ୍ଧ କରିପାରିବ ନାହିଁ। ଆଉ ଲେଖା ହେଇଛି ମାଥ୍ୟୁ ପୁସ୍ତକ ତାର 24 ଅଧ୍ୟାୟ 24 ପଦରେ ଲେଖା ହେଇଛି ଯେ ଏପରି ସମୟ ଆସିବ, ମାନେ ଭଣ୍ଡ ଭାବବାଦୀମାନେ ଆଉ ଭଣ୍ଡ ଖ୍ରୀଷ୍ଟମାନେ ଉଠି ଆସିବେ ଯେ ସମ୍ଭବ ହେଲେ ଆଉ ମନୋନୀତ ଲୋକମାନଙ୍କୁ ସୁଦ୍ଧା ଭ୍ରାନ୍ତ କରିବେ ବୋଲି ଲେଖା ହେଇଛି। ଆଉ ସତରେ ଭାଇମାନେ, ଆଉ ଗତ ଦିନମାନଙ୍କରେ ଆମେ ଦେଖିବାକୁ ପାଇଲୁ ଯେ ଜଣେ ଲୋକ ନିଜକୁ ପାଷ୍ଟର, ଡକ୍ଟର ପାଷ୍ଟର ବୋଲି କହି କ'ଣ କରିଲେ? ସେ ତପି ମିଶ୍ରଙ୍କ ମୁଣାରେ ପଶିଗଲେ। ବର୍ତ୍ତମାନ ସୁଦ୍ଧା ସେ ଲୋକ ତପି ମିଶ୍ରଙ୍କ ସପକ୍ଷରେ କଥା କହୁଛି। ତାର ୟୁଟ୍ୟୁବ୍ ଚ୍ୟାନେଲ୍ ଅଛି, କ'ଣ ମୁଁ ଜାଣିନି। ସେ ୟୁଟ୍ୟୁବ୍ ଚ୍ୟାନେଲ୍ରେ କ'ଣ କରୁଛି ନା, ସେ ତପି ମିଶ୍ରକୁ ସପୋର୍ଟ କରିକିରି ସେ କଥା କହୁଛି। କାରଣ ସେ ପ୍ରକୃତ ଈଶ୍ୱରଙ୍କ ଦାସ ନଥିଲେ ବା ଈଶ୍ୱରଙ୍କର ଶିଷ୍ୟ ବା ଈଶ୍ୱରଙ୍କ ଲୋକ ନଥିଲେ। ସେ ଜଣେ ଭଣ୍ଡ ଲୋକ ଥିଲେ। ସେ ଜଣେ ତପି ମିଶ୍ରଙ୍କର ଦଳର ଲୋକ। ଏଥିପାଇଁ ବର୍ତ୍ତମାନ ସୁଦ୍ଧା ସେ ତପି ମିଶ୍ରଙ୍କୁ ତ ସେ ଡିବେଟ୍ରେ କିଛି ବି କହିପାରିଲା ନାହିଁ, ଗୋଟେ ମୂଷା ପରି ରହିଗଲା ତପି ଆଗରେ। କିନ୍ତୁ ବର୍ତ୍ତମାନ ସେ ଖ୍ରୀଷ୍ଟିଆନ ଲୋକମାନଙ୍କୁ ଧମକ କରି କହୁଛି। ସେ ଲୋକ ଯଦି ତପି ମିଶ୍ରକୁ ସେମିତି ଧମକ ଦେଇକିରି କହିଥାନ୍ତେ, ଜବାବ ଦେଇଥାନ୍ତେ, ତାହେଲେ ତପି ମିଶ୍ର ଚୁପ୍ ହେଇଥାନ୍ତା। କିନ୍ତୁ ସେ କାହିଁକି ଦେବ? କାରଣ ସେ ତପିର ମୁଣାରେ ରହିଛି, ତପିର ଟଙ୍କା ସେ ଖାଇଛି। ଏପରି ଅନେକ ଭଣ୍ଡ ଖ୍ରୀଷ୍ଟମାନେ ଉଠିବେ, ଭଣ୍ଡ ଭାବବାଦୀମାନେ ଉଠି ଆସିବେ, ଲୋକମାନଙ୍କୁ ଭ୍ରାନ୍ତ କରିବେ, ଅନେକ ଭ୍ରାନ୍ତଜନକ ଶିକ୍ଷା ଦେବେ। ସେମାନଙ୍କର ଭ୍ରାନ୍ତ ଶିକ୍ଷା ଏମିତି ଦେବେ ଯେ ଲୋକମାନେ ସତ ବୋଲି ସେମାନେ ଭାବିବେ। ଯେମିତିକି ସାରଥୀ ବାବା, ସେ ଲୋକମାନଙ୍କୁ କେମିତି ଭ୍ରାନ୍ତ ଶିକ୍ଷା ଦେଇକିରି ନିଜକୁ ପ୍ରଭୁ ବୋଲି ସେ ଦେଖେଇଲେ, କିନ୍ତୁ ଶେଷରେ ସେ ପଡ଼ିଗଲେ। କିନ୍ତୁ ଆମର ଯୀଶୁ ଖ୍ରୀଷ୍ଟ ସେ ରାଜାମାନଙ୍କର ରାଜା, ପ୍ରଭୁମାନଙ୍କର ପ୍ରଭୁ, ସର୍ବଶକ୍ତିମାନ, ସେ ପରିତ୍ରାଣକର୍ତ୍ତା। ଆଜିକୁ ଯୀଶୁଙ୍କର ଜନ୍ମ ହେଇକିରି 2000 ବର୍ଷ ବିତିଗଲା, କିନ୍ତୁ କୌଣସି ଟଳମଳ ନାହିଁ। ଏଣୁ ସେ ତପି ମିଶ୍ର ଜଣେ ଭଣ୍ଡ ଲୋକ। ଯେମିତିକି ସାରଥୀ ବାବା ଥିଲା, ସେମିତି ସେ ଲୋକମାନଙ୍କୁ ଦଳ ଗଠନ କରିବା ପାଇଁ ଚେଷ୍ଟା କରୁଛି। ଲେଖା ହେଇଛି ଆଉ 19 ପଦରେ ଦେଖିବା, ଜିହୁଦା ପୁସ୍ତକ ତାର 19 ପଦରେ ଲେଖା ହେଇଛି, ସେମାନେ ଦଳଭେଦ ସୃଷ୍ଟି କରନ୍ତି। ଦେଖ କେଉଁମାନେ? ସେ ଭଣ୍ଡ ଲୋକମାନେ, ସେ ପ୍ରବଞ୍ଚକମାନେ କ'ଣ କରିବେ ନା, ସେମାନେ ଦଳଭେଦ ସୃଷ୍ଟି କରନ୍ତି ବୋଲି ଲେଖା ହେଇଛି। ସେମାନେ ସାଂସାରିକ ମନା ଓ ଈଶ୍ୱରଙ୍କ ଆତ୍ମା ବିହୀନ। ସେମାନେ ଦଳଭେଦ ସୃଷ୍ଟି କରନ୍ତି, ସେମାନେ ସାଂସାରିକ ମନା ଓ ଈଶ୍ୱରଙ୍କ ଆତ୍ମା ବିହୀନ। ସେମାନଙ୍କଠାରେ ଈଶ୍ୱରଙ୍କ ଆତ୍ମା ନାହିଁ। ସେମାନଙ୍କଠାରେ ଈଶ୍ୱରଙ୍କ ଗୁଣ ବା ଈଶ୍ୱରଙ୍କ ଜ୍ଞାନ ନାହିଁ। ସେମାନେ ଯେଉଁ ପ୍ରକାର କଥା କହୁଛନ୍ତି, ସେହି ସବୁ ଶୟତାନର ଜ୍ଞାନ, ଶୟତାନର ଆତ୍ମା, ଶୟତାନର ଶକ୍ତିରେ ସେମାନେ ଭ୍ରାନ୍ତିଜନକ କଥା କହୁଛନ୍ତି। ସେମାନେ ଭ୍ରାନ୍ତ ଶିକ୍ଷକମାନେ। ଏଣୁ ଭାଇମାନେ ସାବଧାନ ରୁହନ୍ତୁ। ଏ ବାକ୍ୟ ଦ୍ୱାରା ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ପ୍ରଭୁଙ୍କର ଗୌରବ ହେଉ। ସମସ୍ତ ଖ୍ରୀଷ୍ଟ ବିଶ୍ୱାସୀମାନେ ଆସନ୍ତା ଦିନମାନଙ୍କରେ ଯେଉଁ ଭାବବାଣୀ ଆମେ ଶୁଣି ଆସିଛୁ, ଯୀଶୁ ଖ୍ରୀଷ୍ଟ ଏବଂ ତାଙ୍କର ଶିଷ୍ୟମାନେ ଭାବବାଣୀ କହିଥିଲେ, ସେହି ଭାବବାଣୀ ବର୍ତ୍ତମାନ ସଫଳ ହେବାକୁ ଯାଉଛି।